ମହାଭାରତର ବାସ୍ତବତା ଏଇ ସିରିଜରେ ମୁଁ କହୁଛି କି ସବୁବେଳେ ମହାଭାରତକୁ ଅଧ୍ୟୟନ କରିବା ବହୁତ ଭଲ। କିନ୍ତୁ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, କୋଉ ମହାଭାରତ ଆମେ ପଢିବୁ? କାହିଁକି ନା ମହାଭାରତ ତ ବେଦବ୍ୟାସ ଲେଖିଥିଲେ ଆଉ ବେଦବ୍ୟାସ ଯୋଉ ମହାଭାରତ ଲେଖିଥିଲେ ସେଟା ତ ସଂସ୍କୃତ ଭାଷାରେ ଅଛି। ଆମ ଭିତରୁ ବହୁତ ଜଣ ଲୋକ ଏବେ ଏମିତି ବି ଅଛନ୍ତି ଯାହାଙ୍କୁ କି ସଂସ୍କୃତ ଭାଷା ଜଣା ନାହିଁ। ତ ଆମେ କୋଉ ମହାଭାରତ ପଢିବା ଉଚିତ? ସଂସ୍କୃତ ଭାଷାରେ ଥିଲେ ଆମେ ତାକୁ ବୁଝିପାରିବାନି, କିନ୍ତୁ ମହାଭାରତର ବହୁତ ସାରା ଟ୍ରାନ୍ସଲେସନ୍ସ ଅଛି, ଯେମିତି କି ତାର ବହୁତ ସାରା ଅନୁବାଦ କରାଯାଇଛି, ଆଉ ତାର ବହୁତ ସାରା ଅନୁବାଦ ଆଉ ତାର ବହୁତ ସାରା ଟୀକା ମଧ୍ୟ ଅଛି। କିନ୍ତୁ ତା ଭିତରୁ କୋଉଟା ଅଥେଣ୍ଟିକ ହେଇଥାଏ, କୋଉଟା ବେଦବ୍ୟାସଙ୍କ ମହାଭାରତ ସହିତ ତାର ସିମିଲାରିଟିଜ ଅଛି, କୋଉଟା ସମ୍ପୂର୍ଣ୍ଣ ଭାବରେ ଆମ ପଢିବାର ଯୋଗ୍ୟ, କୋଉ ଅଥରଙ୍କର ମହାଭାରତକୁ ଆମେ ଫଲୋ କରିବା ଦରକାର ଆଉ କାହିଁକି, ତାର ପ୍ରମାଣ ମୁଁ ଏଇ ଭିଡିଓ ମାଧ୍ୟମରେ ଦେବି। ଆଉ ସେଇଟା ବି ମୁଁ ଏଇ ଭିଡିଓରେ କହିବି। ଜମା ଭିଡିଓକୁ ସ୍କିପ୍ କରିବେନି, ପୁରା ଲାଷ୍ଟ ଯାକେ ଦେଖିବେ। ଭିଡିଓ ଏଣ୍ଡ ସୁଦ୍ଧା ମତେ ଲାଗୁଛି ଆପଣଙ୍କୁ ସବୁ ପ୍ରଶ୍ନର ଉତ୍ତର ମିଳିଯାଇଥିବ। ଯେହେତୁ ଆମେ ଅଥେଣ୍ଟିକ ମହାଭାରତ ବୁଝିପାରନ୍ତିନି, ସଂସ୍କୃତ ଭାଷା ବୁଝିପାରନ୍ତିନି, ସେଥିପାଇଁ ଆମେ ମହାଭାରତର ଭାଷ୍ୟ ପଢିଥାଉ କିମ୍ବା ଟୀକା ପଢିଥାଉ। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସିବ, ଭାଷ୍ୟ ଆଉ ଟୀକା ସିଏ ପୁଣି କଣ? ଭାଷ୍ୟ ଆଉ ଟୀକା ଭିତରେ କଣ ରହିଛି ଫରକ? ଆସନ୍ତୁ ପ୍ରଥମେ ସେଇଟା ଜାଣିନବା। ଭାଷ୍ୟର ଅର୍ଥ ହେଲା ଟ୍ରାନ୍ସଲେସନ ବା ଅନୁବାଦ। ଗୋଟେ ଜିନିଷକୁ ଯାହା ଲେଖା ଯାଇଥାଏ ତାକୁ ସେଇଟାକୁ ଟୋଟାଲି ଟ୍ରାନ୍ସଲେଟ କରିଦିଆଯାଏ ବା ଅନୁବାଦ କରିଦିଆଯାଏ। କିନ୍ତୁ ପ୍ରୋବ୍ଲେମ କଣ? ଭାଷ୍ୟରେ ଅସୁବିଧା ହଉଛି ଏଇଆ ଯେ ଭାଷ୍ୟରେ ଗୋଟେ ଲାଙ୍ଗୁଏଜକୁ କମ୍ପ୍ଲିଟଲି ଅନ୍ୟ ଗୋଟେ ଭାଷାକୁ ଟ୍ରାନ୍ସଲେଟ କରିଦିଆଯାଏ, ଯାହାଦ୍ୱାରା କଣ ହୁଏ ନା ବହୁତ ପ୍ରୋବ୍ଲେମ ଉପୁଜେ। ଯେମିତିକି କିଛି ଆମର ଶବ୍ଦ ଅଛି, କିଛି ଆମର ବାକ୍ୟ ଅଛି, ଯାହାକୁ ଟ୍ରାନ୍ସଲେଟ କରିଦେଲେ ବା ଅନୁବାଦ କରିଦେଲେ ତାର ଅର୍ଥ ବଦଳିଯାଏ। ଯେମିତିକି ଆମେ ଧର ହିନ୍ଦୀର କୌଣସି ସେଣ୍ଟେନ୍ସକୁ ଯଦି ଇଂଲିଶକୁ ଟ୍ରାନ୍ସଲେଟ କରିଦେବା, ତାର କିଛି ଏମିତି କିଛି ଶବ୍ଦ ଅଛନ୍ତି ଯିଏକି ସମ୍ପୂର୍ଣ୍ଣ ରୂପେ ତାର ଅର୍ଥ ବଦଳିଯିବ। ଯାହାଦ୍ୱାରା ଆମ ମହାଭାରତରେ ଯାହା ଲେଖାଯାଇଛି ତାହାର ଅର୍ଥ ଅଥେଣ୍ଟିକାଲି ଅର୍ଥ ସେଇଆ ରହିବନି, ମିନିଂ ସେଇଆ ରହିବନି, ତା ମିନିଂ ଚେଞ୍ଜ ହେଇଯିବ। ଏଇଟା ହଉଛି ଭାଷାର ପ୍ରୋବ୍ଲେମ। କିନ୍ତୁ ଟୀକା ପଢିଲା ବେଳେ ସେମିତି ହୁଏନି, କାହିଁକି ନା ଟୀକାରେ ସମ୍ପୂର୍ଣ୍ଣ ରୂପେ ଟ୍ରାନ୍ସଲେଟ କରାଯାଏନି। ଟୀକାରେ କଣ କରାଯାଏ ନା ଖାଲି ଭାଷାର ଆଦାନ ପ୍ରଦାନ ପାଇଁ ଭାଷା ଅନୁବାଦ କରାଯାଇଥାଏ, କିନ୍ତୁ ପ୍ରସଙ୍ଗ ଗୁଡିକୁ ଠିକ ଭାବରେ ଯୋଉଠି ଯାହା ଆବଶ୍ୟକ ସେ ଅନୁସାରେ ବିସ୍ତାର କରି ଲେଖାଯାଇଥାଏ, ଯୋଉଟା କି ଆମକୁ ବୁଝିବାକୁ ସହଜ ହୁଏ। ଆଉ ଗୋଟେ ସେଣ୍ଟେନ୍ସର ବା ଗୋଟେ ବାକ୍ୟର ବା ଗୋଟେ ପ୍ରସଙ୍ଗର ଅର୍ଥ ବଦଳି ଯାଏନି। ତେଣୁକରି ଭାଷ୍ୟ ଆଉ ଟୀକା ମଧ୍ୟରେ ଏଇଟା ହେଲା ଫରକ। ସବୁବେଳେ ମନେ ରଖିବେ, ଭାଷ୍ୟ ବା ଅନୁବାଦ ନ ପଢି ଆମକୁ ସବୁବେଳେ ଟୀକା ପଢିବା ଦରକାର ମହାଭାରତର। ମହାଭାରତର ବାସ୍ତବତା ଏଇ ସିରିଜରେ ମୁଁ ଯୋଉ ମହାଭାରତ ଅଧ୍ୟୟନ କରୁଛି ବା ଆମେ ଯୋଉ ଆଗକୁ ଯୋଉ ମହାଭାରତ ପଢିବା, ତାର ଲେଖକ ହେଉଛନ୍ତି ସ୍ୱାମୀ ଜଗଦୀଶ୍ଵରାନନ୍ଦ ସରସ୍ୱତୀ। କିନ୍ତୁ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ଆମେ ତାଙ୍କରି ଲେଖାକୁ କାହିଁକି ପଢିବା? ଆପଣ କେମିତି ଜାଣିଲେ ବା ମୁଁ କେମିତି ଜାଣିଲି କି ତାଙ୍କରି ଲେଖା ହଉଛି ଅଥେଣ୍ଟିକ ବୋଲି? ଏସବୁକୁ ଆମେ ଗୋଟେ ଏକ୍ସାମ୍ପଲ ଦ୍ୱାରା ବୁଝିବା ପାଇଁ ଚେଷ୍ଟା କରିବା। ଆପଣମାନେ ଜାଣିଛନ୍ତି ଗଙ୍ଗା ଗୋମୁଖରୁ ବାହାରିଛି, ଆଉ ଯେତେବେଳେ ଗୋମୁଖରୁ ଗଙ୍ଗା ବାହାରିଥାଏ ତାର ଜଳ ସମ୍ପୂର୍ଣ୍ଣ ଶୁଦ୍ଧ ଥାଏ ଆଉ ପୁରା ପିଇବାର ଯୋଗ୍ୟ ଥାଏ। ଆମେ ତାକୁ ସବୁ କାମରେ ଲଗେଇ ପାରିବା, କାହିଁକି ନା ସେ ପାଣିଟି ସମ୍ପୂର୍ଣ୍ଣ ନିର୍ମଳ ଆଉ ସ୍ୱଚ୍ଛ ହେଇଥାଏ। କିନ୍ତୁ ଯେତେବେଳେ ଗଙ୍ଗା ଧୀରେ 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 ସହରକୁ ପ୍ରବେଶ କରେ ଆଉ ସହରର ଦୂଷିତ ଜଳ ତା ସହିତ ମିଶିବାକୁ ଲାଗେ, ଧୀରେ ଧୀରେ ତାର ସ୍ୱଚ୍ଛତା ନଷ୍ଟ ହେଇଯାଏ ଆଉ ଧୀରେ ଧୀରେ ସେ ପାଣିଟି ପିଇବାର ଅଯୋଗ୍ୟ ହେଇଯାଏ। ଆଉ ତାକୁ ଆମେ କୌଣସି ବି କାମରେ ଲଗେଇ ପାରୁନା, କାହିଁକି ନା ସେ ସମ୍ପୂର୍ଣ୍ଣ ରୂପେ ଦୂଷିତ ହେଇସାରିଥାଏ। ଠିକ ସେମିତି ମହାଭାରତ, ଯୋଉଟା ଅଥେଣ୍ଟିକ ମହାଭାରତ, ଯୋଉଟାକୁ କି ଲେଖିଥିଲେ ବେଦବ୍ୟାସ, ଆଉ ବେଦବ୍ୟାସଙ୍କ ମହାଭାରତ ଯେତେବେଳେ ସେ ତାଙ୍କୁ ତାଙ୍କର ଶିଷ୍ୟ ବୈଶମ୍ପାୟନଙ୍କୁ ଶୁଣେଇଥିଲେ, ସେଟା ସମ୍ପୂର୍ଣ୍ଣ ଶୁଦ୍ଧ ଥିଲା ଆଉ ଅଥେଣ୍ଟିକ ଥିଲା। ଯେତେବେଳେ ତାଙ୍କ ଠାରୁ ସିଏ ପହଞ୍ଚିଲା ସୌନକ ଆଉ ସୌତୀଙ୍କ ପାଖରେ, ସିଏ ବି ସମ୍ପୂର୍ଣ୍ଣ ରୂପେ ଅଥେଣ୍ଟିକ ଥିଲା। କାହିଁକି ନା ସେତେବେଳେ ସେମାନେ ସମସ୍ତେ ଥିଲେ ଗୋଟାଏ ଯୁଗର, ଗୋଟାଏ ପିଢିର। ତେଣୁକରି ସେଇ ଯୁଗରେ ମହାଭାରତ ପୁରା ଅଥେଣ୍ଟିକ ହେଇକି ରହିଥିଲା। କାଳ ବି ପରିବର୍ତ୍ତନ ହେଇ ଚାଲିଲା, ଯୁଗ ପରେ ଯୁଗ ପରିବର୍ତ୍ତନ ହେଲା, ପିଢି ପରେ ପିଢି ଆସିଲେ ଆଉ ମହାଭାରତରେ ବହୁତ କିଛି ମିଶ୍ରଣ ହେଇ ଚାଲିଲା। ଆରମ୍ଭରୁ ଏହା ମାତ୍ର 16,000 ଶ୍ଲୋକରେ ସୀମିତ ଥିଲା, ଆଜି ଏହା 1,00,000 ଶ୍ଲୋକ ପର୍ଯ୍ୟନ୍ତ ବିସ୍ତାର ହେଇ ଚାଲିଛି। ଆ ଦେହରେ ବହୁତ କିଛି ପ୍ରସଙ୍ଗ ଏମିତି ଆଡ ହେଇଯାଇଛି ଯୋଉଟା କି କେବେ ଘଟି ହିଁ ନଥିଲା, ସମ୍ପୂର୍ଣ୍ଣ ମିଛ। ଆଉ ଆମ ଲାଇଫ ସହିତ କିଛି ସମ୍ପର୍କ ବି ନାହିଁ। ଯୋଉ ଅଥର ଯେତେବେଳେ ଆସିଲେ ସେ ତାଙ୍କ ସମୟର କିଛି ଘଟଣାକୁ ତା ଦେହରେ ଆଡ କରିଦେଲେ, ତାଙ୍କ ମନକୁ ଯାହା ଆସିଲା ସେ ସେଥିରେ ଲେଖିଦେଲେ। ବହୁତ କିଛି ଧର୍ମ ବିରୋଧୀ ଜିନିଷ ଆଦେହରେ ଲେଖା ହେଇଛି, ବହୁତ କିଛି ଘଟଣା ଏମିତି ଲେଖା ହେଇଛି ଯାହାର ପ୍ରସଙ୍ଗ ସହିତ କିଛି ସମ୍ପର୍କ ହିଁ ନାହିଁ।
ତେଣୁକରି ଯେତେବେଳେ ଆମର ସ୍ୱାମୀ ଜଗଦୀଶାନନ୍ଦ ସରସ୍ୱତୀ ମହାଭାରତ ଲେଖିଲେ ତା ପୂର୍ବରୁ ସେ ଗୋଟେ ପ୍ରପର ରିସର୍ଚ୍ଚ କରିଥିଲେ। ସିଏ ଆମର ସମସ୍ତ ବେଦକୁ ଅଧ୍ୟୟନ କଲେ, ସମସ୍ତ ଶାସ୍ତ୍ରକୁ ଅଧ୍ୟୟନ କଲେ, ବେଦବ୍ୟାସଙ୍କ ମହାଭାରତକୁ ପଢ଼ିଲେ ଆଉ ମଧ୍ୟକାଳରେ ଲେଖାଯାଇଥିବା ସମସ୍ତ ମହାଭାରତକୁ ପଢ଼ିଲା ପରେ ସିଏ ଏଇ ନିଷ୍ପତ୍ତି ନେଲେ ଯେ ଯୋଉ 16,000 ଶ୍ଲୋକ ଆରମ୍ଭରୁ ଅଛି ସେଇ 16,000 ଶ୍ଲୋକ ହିଁ ହେଉଛି ସତ୍ୟ ଆଉ ଆମ ପଢ଼ିବାର ଯୋଗ୍ୟ ଆଉ ତାର ହିଁ ଆମ ଲାଇଫ ସହିତ କିଛି ସମ୍ପର୍କ ଅଛି। ଆଉ ଯାହା ବି ସବୁ କିଛି ଲେଖା ହେଇଯାଇଛି ମଧ୍ୟକାଳରେ ସମ୍ପୂର୍ଣ୍ଣ ସେ ସବୁ ହେଉଛି ମିଥ୍ୟା। ତେଣୁକରି ତାପରେ ସେ ଗୋଟେ ଅଥେଣ୍ଟିକ ମହାଭାରତ କ୍ରିଏଟ କଲେ ଯୋଉଥିରେ କି ଶ୍ଲୋକ ସଂଖ୍ୟା ମାତ୍ର 16,000 ହିଁ ଅଛି। ଆ ପଛରେ ଗୋଟେ କାହାଣୀ ମଧ୍ୟ ରହିଛି। ଭୋପାଳର ରାଜା ଯିଏକି ଥିଲେ ଭୋଜ, ଯିଏ ତାଙ୍କ ପୁତ୍ରକୁ ଯେତେବେଳେ ମହାଭାରତ ଅଧ୍ୟୟନ କରୁଥିଲେ ସେ ଏଇ କଥାଟି କହିଥିଲେ, ଆମ ବେଳେ ଏ ଶ୍ଲୋକଟି 16,000 ଥିଲା, ବର୍ତ୍ତମାନ ଏହା 24,000 ଶ୍ଲୋକରେ ପରିଣତ ହେଇଯାଇଛି। ଅର୍ଥାତ୍ ଆପଣମାନେ ବୁଝିପାରୁଥିବେ କି ଗୋଟାଏ ପିଢ଼ିରେ ହିଁ ଶ୍ଲୋକ ସଂଖ୍ୟା 16,000ରୁ 24,000ରେ ପରିଣତ ହେଇଗଲା। ତାମାନେ ଯିଏ ବି ମହାଭାରତର ବିସ୍ତାର କରିଚାଲିଲେ ସେ ତାଙ୍କ ହିସାବରେ କାହାଣୀ ବର୍ଣ୍ଣନା କରିଚାଲିଲେ, ତାଙ୍କ ହିସାବରେ ବିସ୍ତାର କରିଚାଲିଲେ, ଯାହାଦ୍ୱାରା ବହୁତ କିଛି ଘଟଣା ଏମିତି ହେଇଗଲା ଆଜି ଆମେ ମହାଭାରତକୁ ମନଗଢ଼ା କାହାଣୀ ବୋଲି ଭାବୁଛେ। କିନ୍ତୁ ମହାଭାରତ କଣ ସତରେ ମନଗଢ଼ା? ନା। ଏଇଟା ଆମେ କେମିତି ଜାଣିବା? ସେଇଟା ଆମେ ଜାଣିବା ସ୍ୱାମୀ ଜଗଦୀଶ୍ଵରାନନ୍ଦ ସରସ୍ୱତୀଙ୍କ ମହାଭାରତ ପଢିଲା ପରେ, ଯୋଉଟା କି ମାତ୍ର 16,000 ଶ୍ଲୋକରେ ସୀମିତ ଅଛି ଆଉ ସେଇଟା ହିଁ ପଢିବାର ଯୋଗ୍ୟ। ତାର ହିଁ କିଛି ସମ୍ପର୍କ ଆମ ଲାଇଫ ସହିତ ଅଛି ବା ଆମ ଜୀବନ ସହିତ ଅଛି। ତେଣୁକରି ମୁଁ ତ ସେଇଟାକୁ ହିଁ ପଢୁଛି ଆଉ ଆପଣମାନେ ସେଇଟାକୁ ପଢନ୍ତୁ। ସ୍ୱାମୀ ଜଗଦୀଶାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଲେଖାଯାଇଥିବା ମହାଭାରତ, ଯୋଉଥିରେ କି ମାତ୍ର 16,000 ଶ୍ଲୋକ ଅଛି। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରି ଜଣେଇବେ। ଯଦି ଭଲ ଲାଗିଥାଏ ସାଙ୍ଗମାନଙ୍କ ସହିତ ସେୟାର କରିବେ ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ପୁଣି ଦେଖା ହେବା ଗୋଟେ ନୂଆ ଏପିସୋଡ ସହିତ। ସିରିଜଟା କେମିତି ଲାଗୁଛି ମୋତେ କମେଣ୍ଟ କରି ନିଶ୍ଚୟ ଜଣାଇବେ। ସେ ପର୍ଯ୍ୟନ୍ତ ହରେ କୃଷ୍ଣ।